ସ୍ଥାନୀୟ ଚାଚା ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଏକ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, କ୍ଲଷ୍ଟର ସିଆରସିସି ବାଙ୍କ ପ୍ରଧାନ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ନିକଟସ୍ଥ ସମସ୍ତ ଗଳିକନ୍ଦି ପରିଭ୍ରମଣ କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ନିମନ୍ତେ ପ୍ରବେଶ ଉତ୍ସବ ସମୟରେ ବିଦ୍ୟାଳୟରେ ନାମ ନମୋଦ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ବାର୍ତ୍ତା ଅଭିଭାବକମାନଙ୍କୁ ବଣ୍ଟନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିଶୁ ସେବିକା, ପରିଚାଳନା କମିଟିର ସଭାପତି ତଥା ସଦସ୍ୟା ଏହି ପଦଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ଚିହ୍ନଟ ହୋଇଥିବା ପ୍ରାୟ 17 ଜଣ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚି ସେମାନଙ୍କୁ ପ୍ରବେଶ ଉତ୍ସବ ସମୟରେ ନାମୋଦନ ନିମନ୍ତେ ଉତ୍ସାହିତ କରାଯାଇଥିଲା। ଏହି ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ସରକାରୀ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପିତାମାତା ଏବଂ ଅଭିଭାବକମାନଙ୍କୁ ଅବଗତ କରାଯାଇଥିଲା। ଏହି ସନ୍ଦର୍ଭରେ ବିଗତ ବର୍ଷ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍କୁଲ ମୁହାଁ କରାଇବା ପାଇଁ ପ୍ରୟାସ କରାଯାଇଥିଲା। ପରିଶେଷରେ ବ୍ରହ୍ମପୁରବାସୀଙ୍କୁ ସରକାରୀ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିଲା। ଆମେ ସମସ୍ତେ 2026-27 ଶିକ୍ଷାବର୍ଷକୁ ଆପଣେଇବା ପାଇଁ ଯାଉଛୁ। ତେଣୁକରି ନୂଆ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ଅର୍ଥାତ୍ ଯେଉଁମାନଙ୍କର 5+ ପିଲାମାନେ ଯେଉଁମାନେ ଅଛନ୍ତି ସେମାନେ ଶିଶୁ ବାଟିକାରେ ନାମ ଲେଖାଇବେ, 6+ ଯେଉଁମାନେ ଅଛନ୍ତି ସେମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ। ତେଣୁକରି ବ୍ରହ୍ମପୁର ନଗର ସ୍ଥିତ ଆମର ବ୍ରହ୍ମପୁର ମହାନଗରର ଚାଚା ନେହେରୁ କ୍ଲଷ୍ଟରର ବିଭିନ୍ନ ଗଳିକନ୍ଦି ବୁଲି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଆମର ରହିଛି ନିମନ୍ତ୍ରଣ ପତ୍ର ମଧ୍ୟ ଜନସାଧାରଣଙ୍କୁ ଦିଆଯାଉଛି। ଫଳରେ ସେମାନେ 2ରୁ 7 ତାରିଖ ମଧ୍ୟରେ ହେବାକୁ ଥିବା ଆମର ପ୍ରବେଶ ଉତ୍ସବ ବିଦ୍ୟାଳୟ ସ୍ତରରେ ଯେଉଁ ହେବ ସେଇଥିରେ ସେମାନେ ତାଙ୍କର ପିଲାମାନଙ୍କୁ ନେଇ ଆମର ନିକଟସ୍ଥ ସରକାରୀ ବିଦ୍ୟାଳୟରେ ସେମାନେ ନାମ ଲେଖାଇବେ ଏବଂ ସରକାରଙ୍କର ଏହା ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ ହୋଇଥିବାରୁ ତାହାର ସୁଫଳ ସେମାନେ ଯେଭଳି ତାଙ୍କର ପାଇପାରିବେ ତାକୁ ଆମେ ସୁନିଶ୍ଚିତ କରିବା ପାଇଁ ଆଜି ଏକ କ୍ୟାମ୍ପେନ୍ କରାଯାଉଛି। ଫଳରେ ଏହି କ୍ଲଷ୍ଟରର ସିଆରସିସି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ତାଙ୍କର ସହକାରୀ ଶିକ୍ଷୟିତ୍ରୀ ଏବଂ ଜନସାଧାରଣ ଯେଉଁମାନେ କି ଛାତ୍ରଛାତ୍ରୀ ଏବଂ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଶେଷ କରି ଆମର ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀ ତା ସହିତ ଅନ୍ୟାନ୍ୟ ଯେଉଁ ପିଲାମାନେ ମଧ୍ୟ ଆମର ରହିଯାଇଛନ୍ତି ବା CTS ଟ୍ରାକିଂ ବେଳେ ଚାଇଲ୍ଡ ଟ୍ରାକିଂ ସର୍ଭେରେ ଆମେ ଯେଉଁମାନଙ୍କୁ ଡିଟେକ୍ଟ କରିଥିଲୁ ସେମାନଙ୍କୁ ପାଇଥିଲୁ ସେଇମାନଙ୍କୁ ମଧ୍ୟ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅଭିନବ ପ୍ରୟାସ କରାଯାଇଛି ଏବଂ ସରକାରଙ୍କ ତରଫରୁ ମଧ୍ୟ ଆମେ ଯଥୋଚିତ କାର୍ଯ୍ୟକ୍ରମ ନିଆଯାଉଛି ଯେ ସେମାନେ ସ୍କୁଲ ମୁହାଁ ହେବେ ଏବଂ କୌଣସି ଛାତ୍ରଛାତ୍ରୀ ବିନା ଶିକ୍ଷାରେ ବା ସ୍କୁଲ ନ ଯାଇ କୌଣସି ଛାତ୍ରଛାତ୍ରୀ ଘରେ ରହିବେନି ତାକୁ ସୁନିଶ୍ଚିତ କରିବା ପାଇଁ ଆଜିର ଏହି ପ୍ରୟାସ ଆମ ତରଫରୁ ଜାରି ରହିଛି। ବ୍ରହ୍ମପୁର ରମେଶ ଚନ୍ଦ୍ର ବେହେରାଙ୍କ ରିପୋର୍ଟ।